କାହାକୁ ବା ପସନ୍ଦ ନ ଲାଗେ ମୋମୋ। ଏ ମୋମୋ ଦେଖିଲା ପରେ ମାର୍କେଟରୁ ମୋମୋ କିଣିବା ଖାଇବା ବନ୍ଦ କରିଦେବେ। ବହୁତ ସଫ୍ଟ ଚଟପଟା ଚଟଣି, ସମସ୍ତଙ୍କ ମୁହଁରେ ପାଣି ଆସିଯିବ। ବାହାରୁ କିଣିବା ଅପେକ୍ଷା ନିଜେ ବନେଇ ଖାଇବା। ଏଥିରେ ଭେଜିଟେବଲ୍ ଭର୍ତ୍ତି ହୋଇ ରହିଥାଏ। ଏହା ପିଲାମାନଙ୍କ ପାଇଁ ହେଲ୍ଦି ହେଇଥାଏ ଏବଂ ସଫ୍ଟନେସ୍ ଯୋଗୁଁ ଛୋଟ ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦ। ଲାଷ୍ଟ ଟାଇମ୍ ଭିଡ଼ିଓକୁ ଦେଖନ୍ତୁ, ଆପଣ ନିଶ୍ଚୟ ଜାଣିପାରିବେ ଏବଂ ନିଶ୍ଚୟ ଟ୍ରାଏ କରିବେ। ଆପଣଙ୍କ ପସନ୍ଦ ଅନୁସାରେ ଭେଜିଟେବଲ୍ ନେଇପାରିବେ। ଦେଖନ୍ତୁ ମୁଁ କ'ଣ କ'ଣ ନେଇଛି। ସୁଇଟ୍ କର୍ଣ୍ଣ, ଗାଜର, ପିଆଜ ଏବଂ ବନ୍ଧାକୋବି। ଘରର ମେମ୍ବର ଅନୁସାରେ ଆମେ ପରିବା ଗୁଡ଼ିକ କମ୍ ବା ଅଧିକ ନେଇପାରିବା। ବର୍ତ୍ତମାନ ଗ୍ୟାସ୍ ଅନ୍ କରି ଆମେ ସେଥିରେ ପ୍ୟାନ୍ ବସାଇଦେବା। ପ୍ୟାନ୍ କିଛି ତେଲ ନେଇଯିବା। ତେଲ ଗରମ ହେଲା ପରେ ଆମେ କଟାଥିବା ପିଆଜକୁ ଦେଇଦେବା। ପିଆଜ 2ରୁ 3 ମିନିଟ୍ ବ୍ରାଉନନେସ୍ ଆସିଲା ପର୍ଯ୍ୟନ୍ତ ତାକୁ ଭାଜି ନେବା। ତାପରେ ଆମର କଟା ଯାଇଥିବା ଭେଜିଟେବଲ୍ ଗୁଡ଼ିକ ଦେବା। ପ୍ରଥମେ ଦେଲେ ତ ବନ୍ଧାକୋବି, ତାପରେ ଆମର ଆସିବ କଟା ଯାଇଥିବା ଗାଜର ଏବଂ ତାପରେ ଆସିବ ସୁଇଟ୍ କର୍ଣ୍ଣ। ଏସବୁ ଗୁଡ଼ିଏ ଦେଇଦେବା ଏବଂ ସ୍ୱାଦ ଅନୁସାରେ ପରିବା କ୍ୱାଣ୍ଟିଟି ଅନୁସାରେ ଆମେ ଲୁଣକୁ ସେଥିରେ ଏଡ଼୍ କରିଦେବା। ତାପରେ ଦେବା ଆମର ଟିକେ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଦେଇଦେବା। ତାପରେ ସେଗୁଡ଼ିକ ପ୍ରଥମତଃ ଆମେ ଭଲ ଭାବେ ଘାଣ୍ଟି ଦେଇ ସେ ଭଲ ଭାବେ ଘୋଡ଼େଇ ଦେବା। ତାପରେ ଅଳ୍ପ ସମୟ ଘୋଡ଼ିଲା ପରେ ଆମେ ପୁଣି ଥରେ କାଢ଼ିଦେବା। ପରିବା ଗୁଡ଼ିକ 90% କୁକ୍ ହେଲା ପର୍ଯ୍ୟନ୍ତ ଆମେ ବସାଇ ନେବା। ଲାଷ୍ଟରେ ଆମେ ମ୍ୟାଗି ମସଲା କିମ୍ବା ଘରର ମସଲା ଯାହା ବି। ଏବେ କ'ଣ କରିବା, ଗୋଟିଏ ପାତ୍ରରେ ଆମେ କିଛି ମଇଦା ଆମେ 2 ଗିନା ନେଇଛେ। କମ୍ ବା ଆପଣ ମେମ୍ବର ଅନୁସାରେ କମ୍ ବା ଅଧିକ କରିପାରିବେ। ଏବେ ସେଥିରେ କିଛି ସ୍ୱାଦ ଅନୁସାରେ ଲୁଣ ଦେଇଦେଲେ ଏବଂ ପାଣି ଦେଇଦେଲେ ଗୋଳେଇ ନେବା। ଭଲ ଭାବେ ଦେଖନ୍ତୁ ଗୋଳେଇ ନେବା। ଭଲ ଭାବେ ଅଟା ଚକଲା ଭଳି ଗୋଳେଇ ନେବା ଏବଂ କିଛି ତା ଉପରେ ଅଳ୍ପ ତେଲ ଦେଇ ଆମେ ଯେପରିକି ସେଟା ଅଳ୍ପ ଷ୍ଟ୍ରଙ୍ଗ ଥିବ ସେ ଘୋଡ଼େଇ ନେବା। କାରଣ ସେ ପୁରା ଘୋଡ଼େଇ ନେଲା ପରେ ପୁଣି ଥରେ ସେ ସଫ୍ଟ ହେଇଯିବ। ତେଣୁ କିଛି ଅଳ୍ପ ତେଲ ନେଇ ଛାଡ଼ିଦେବା। ତାପରେ ଆମେ ଏଇଭଳି ଗୋଲ ଗୋଲ କରିନେବା। ଦେଖନ୍ତୁ ଗୋଲ କରିନେଲା ପରେ ଆମେ ଛୋଟ ସାଇଜ୍ର ଗୋଲ କରିନେଇଛେ ଏବଂ ଏଥିରେ ଆମେ ଷ୍ଟଫିଂକୁ ଦେଇଦେବା। ଆମେ ସେପ୍ ବନେଇ ନେବା। ଦେଖିବା ଏପଟ ସେପଟ କରି ଆମେ ସାଇଜ୍ରେ ଦେଇଦେବା ଏବଂ 4 ସାଇଡ଼୍ରେ ଆମେ ପାଣି ଦେଇଦେବା ଯେପରିକି ଆମର ଇଏ ଫିଟି ପାରିବନି। ଦେଖନ୍ତୁ ଏଭଳି ଭାବେ ସେପ୍ ନେଇଦେବା। ଏ ଲାଷ୍ଟରେ ଆଉ ସେ ଲାଷ୍ଟରେ ମଧ୍ୟ ପାଣି ଦେଇ ଆମେ ଇଏ ରୋଜ୍ ସେପ୍ ବନେଇ ନେବା। ପୁଣି ଆଉ ଗୋଟେ ମଧ୍ୟ ଏଇଭଳି ବନେଇ ନେବା। ଏ ଆଖି ଯେପରି ସୁନ୍ଦର ଲାଗିବ, ଖାଇଲେ ବି ସେଭଳି ହେଲ୍ଦି। ଦେଖନ୍ତୁ ଏ ସବୁ ଯାକ ମୁଁ ବନେଇ ନେଲି। ଏବେ କ'ଣ କରିବା, ମୁଁ ଗୋଟେ କିଛି ପାତ୍ରରେ ପାଣି ନେଇଛି ଏବଂ ସେଥିରେ ଜାଲି ଗୋଟେ ନେଇଯାଇଛି। ସେଥିରେ ପାଣିଟା ଆମର ଫୁଟିଗଲାଣି। ଏବେ କ'ଣ କରିବା, ମିଡ଼ିୟମ୍ ଫ୍ଲେମ୍ରେ ଏଗୁଡ଼ିକ ସବୁ 15ରୁ 20 ମିନିଟ୍ ଆମେ ସିଝିବାକୁ ଛାଡ଼ିଦେବା। ଯାହାଦ୍ୱାରା କି ଆମର ପୁରା ଭଲ ଭାବେ ସିଝିବ ଏବଂ ଧ୍ୟାନ ଦେବ ତ ଇଏ ଛାଡ଼ ହୋଇ ରହିବ, ଯାହାଦ୍ୱାରା କି ଇଏ ପୁରା କାହାକୁ କିଏ ଲାଗିବନି। ଦେଖିବା ଆର ପଟ ସାଇଡ଼୍ରେ ଆମେ ଚଟଣି ପାଇଁ ଦେଖନ୍ତୁ କ'ଣ ନେଇଛେ। ଟମାଟୋ କମ୍ ବା ବେଶୀ କରିପାରିବେ। ଦେଖନ୍ତୁ ଟମାଟୋ ପୁରା ମୁଁ ଚାରିପଟେ 2 ଫାଳ କାଟି ନେଇଯାଇଛି। କିଛି ଶୁଖିଲା ଲଙ୍କା, ଆମର ରାଗ ଅନୁସାରେ, ଇଏ ରାଗ ହେଲେ ବି ହିଁ ଭଲ ଲାଗିବ ଏବଂ କିଛି ରସୁଣକୁ ଚୋପା ଛଡ଼େଇ ନେଇ ରଖିଦେଇଛି ଏବଂ ଏପଟେ ଆମେ କଢ଼େଇରେ କିଛି ଗରମ ପାଣି ତା ଦେହରେ ଫୁଟି ଦେଇଛି ଏବଂ ଲୁଣ ମଧ୍ୟ ଦେଇଦେଇଛି। ଗରମ ପାଣିରେ ଫୁଟିବା ପରେ ଆମେ ସେଥିରେ ଟମାଟୋକୁ ଦେଇଦେବା। ଟମାଟୋ, ରସୁଣ ଏବଂ ଶୁଖିଲା ଲଙ୍କାକୁ କିଛି ସମୟ ପାଇଁ 5ରୁ 10 ମିନିଟ୍ ଛାଡ଼ିଦେବା, ଘୋଡ଼େଇ ଛାଡ଼ିଦେବା, ଯାହାଦ୍ୱାରା କି ଆମର ପୁରା ସିଝିଯିବ। ଦେଖନ୍ତୁ ଇଏ ଏବେ ଭଲ ଭାବେ ହେଇଯାଇଛି। ଆମର ପୁରା ଥଣ୍ଡା ବି ହେଇଯାଇଛି। ଥଣ୍ଡା ହେବା ଦ୍ୱାରା ଆମର ଚୋପାଟା ଟମାଟୋ ଆରାମସେ ବାହାରି ପାରିବ।
ଏସବୁ ଗୁଡ଼ିକର ଚୋପା ଗୁଡ଼ିକ ବାହାର କଲା ପରେ ଆମେ ଜାର୍ରେ ସେଗୁଡ଼ିକ ଗ୍ରାଇଣ୍ଡର କରିନେବା। ଏଥିରେ ଆଦୌ ପାଣି ଦେବା ନାହିଁ। ଯେଉଁ ସିଝା ପାଣି ଆମର ବାହାରିଥିବ ସେଥିରେ ପାଣି ଦେଇଦେବା, ସିଝା ପାଣିଟା ଦେଇଦେବା ଏବଂ ବାହାର ପାଣି ଆଦୌ ଦେବା ନାହିଁ। ଏବଂ ସ୍ୱାଦ ଅନୁସାରେ ଆମେ ଲୁଣ ଦେଇ ସେଥିରେ ପୁରା ଆମର ଟମାଟୋ ଚଟଣି ପ୍ରସ୍ତୁତ ହୋଇଗଲା। ଏବଂ ଟମାଟୋ ଚଟଣି ତା ସହିତ ଆମର ମୋମୋ ବି ପ୍ରସ୍ତୁତ। ଭିଡ଼ିଓ ଯଦି ଭଲ ଲାଗିଲା ଲାଇକ୍ କରିବା, ସେୟାର କରି କମେଣ୍ଟ ଦେବେ। ଜୟ ଜଗନ୍ନାଥ।